ହଁ ପାଗ ଦେଖିକି ବୁଢୀ ଖୋଜୁଥବ ମତେ କୁଆଡେ ଦିନ ମୋ ବାନ୍ଧବୀ ପିଠା କରିଥିଲା ଛେଳି ନେଣ୍ଡି ପୁର ଦେଇକି ଦିନେ ମୋ ବାନ୍ଧବୀ ଶାଗ ଭାଜିଥିଲା କିରାସିନି ଚୁମ୍ବ ଦେଇକି ଦିନେ ମୋ ବାନ୍ଧବୀ ପିଠା କରିଥିଲା ଦେଖି କାହିଁ ତ ଆଉ ଅରାଣ୍ଡିକି ବଜେଇ ପାରୁନୁ ତ କାହିଁ ତୁ ଅରାଣ୍ଡିଲା ବେଳକୁ ଅଛି ହଉ ଆଉ ହବନି ଏ ପ୍ରଭୁଙ୍କ ନାମ ନେଇ ଶ୍ରୀକ୍ଷେତ୍ର ପୁରୀ ଧାମକୁ ପଳେଇବା ଜଞ୍ଜାଳ ମୁକ୍ତ ହୋଇଯିବା ଆଉ ଏଠି ରହିବାନି ଓଡିଶାର ବେଶୀ ଏଇ ଢେଙ୍କାନାଳ ଅନୁଗୁଳ ଜିଲ୍ଲାରେ ଯୋଉ ଗରମ ହଉଛି ପୁରୀ ଶ୍ରୀକ୍ଷେତ୍ର ପଳେଇବା ଏଠୁ ସମୁଦ୍ର କୂଳିଆ ପବନ ଖାଇ ଆସିବା ମାଧବ ଏ ମାଧବ ଏ ମାଧବ ଗୋଟିଏ ଛୁଆରେ ମନ ଶାନ୍ତି ନାହିଁ ଗୋଟିଏ ଛୁଆରେ ମନ ଶାନ୍ତି ନାହିଁ ବାରଟା ଛୁଆରେ ମୋ ସ୍ତ୍ରୀର ଲୋଭ ଏ ଦଇବ ମୋ ଭଳିଆ ଅଣ୍ଡିରା କେତେ ସମ୍ଭାଳିବ ହବନି ମଉସା ଆରେ ହୁଗୁଳା ମଉସା କେ କୁଆଡେ ବାହାରିଲୁ ଏମିତି ସକାଳୁ ସକାଳୁ ଗଣ୍ଠୁଲି ପତ୍ର ଧରି ତମ ଘର ଆଡେ ବାହାରିଲି ଆମ ଘର ଆଡେ କଣ? କୁଆଡେ ବାହାରିଲୁ ମୋ ଅବସ୍ଥା ପୁରା ବାରଣ୍ଡା ଦି କଳା ହେଲାଣି ମଉସା କହୁଛୁ କୁଆଡେ ବାହାରିଲୁ କିରେ ସକାଳୁ ସକାଳୁ ଏମିତି ଗଣ୍ଠୁଲି ପତ୍ର ଧରି କୁଆଡେ ବାହାରିଯିବ ମଉସା କୋଉଠି କଟାକୁଟି ହଉଛି କିରେ କଟାକୁଟି କଣ ଧାନ କଟାକୁଟି ଧାନ କଟାକୁଟି ଆଜିକାଲି ବି ଧାନ କଟାକୁଟି କୋଉଠି ସମଳେ କଟାକୁଟି ହଉଛି କିରେ ମୂଳ କଟାକୁଟି ହଉଛି କଣ ଗଛ ମୂଳ ମଉସା ତ ଗଞ୍ଜେଇ ଖାଇ ପିଣ୍ଡାରେ ଶୋଇଲା ତାକୁ ଶୁଭୁନି ଠିକରେ ଆଉ କେ ମଉସା ମୁଁ ସମଳେ କାଟି ହେବି ୟା ତୋର ମୂଳ ବଢି ଯାଇଛି କି ମେଡିକାଲ କୋଉଠି ଅଛି କୁହ ମୋ ଅପରେସନ ହେଇଯିବି ମେଡିକାଲ ଏପଟେ ଗଲେ ହିନ୍ଦୋଳ ଏପଟେ ଗଲେ ଖଜୁରିଆ କଟା ଖଜୁରିଆ କଟାରେ ଭଲ ଡାକ୍ତର ଅଛନ୍ତି ହଁ ଖଜୁରିଆ କଟାରେ ତ ଯଦି ଖଜୁରୀ କଣ୍ଟାରେ ଗେଞ୍ଜି ଦେବ ହବ ନାହିଁ ହିନ୍ଦୋଳ କିରେ କାଟି ହେଲେ କଣ ସୁବିଧା ଅଛି ଯେ ତୁ ଏମିତି ଯାଉଛୁ ମୂଳ କାଟିବାକୁ କଥା କଳି ମଉସା ମୋ ସ୍ତ୍ରୀ ବାରମ୍ବାର ପିଲା ପ୍ରଡକ୍ସନ କରିବାରେ ବ୍ୟସ୍ତ ସିଏ ଆଉ ରହୁନି ବାରମ୍ବାର କହୁଛି ମୁଁ ଆହୁରି ଜନ୍ମ କରିବି ତଥାପି ହଉ ହଉ କେତୋଟି ହେଇଛି କି ପୁଅ 11ଟା ହେଇଛି ଆହୁରି ଗୋଟେ ମନ ତୁ ଗୋଟେ କ୍ରିକେଟ ଟିମ ଗଢିଛୁ ଆଉ ନାହିଁ ମଉସା ଏଇପାଳି ମାଇକିନାକୁ ଲୁଚିକି ପଳେଇ ଆଇଛି ହଉ ହଉ ହଁ ଏଇପଟେ ଶୀଘ୍ର ଯା ଖଜୁରିଆ କଟା ମେଡିକାଲରେ ସୁବିଧା ମିଳିବ ମାଇକିନାକୁ କହିବନି ମୁଁ ଯାଉଛି ବୋଲି ନାଇଁ ନାଇଁ ଶ୍ୟାମ ବାପା ଏ ରାମ ବାପା ଆମର ଏଇଠି ଥିଲା ସାଙ୍ଗେ ସାଙ୍ଗେ ଗାଁ କୋଟା ତକ ଖୋଜିଲେନି କୋଉଠି ବି ପାଇଲେନି କୁଆଡେ ଗଲେ କେଜାଣି ଏ ରାମ ବାପା ଆଲେ ଏ ମା ପ୍ରଧାନେ ଏ ଦାଣ୍ଡଟାରେ କାଇଁ ଏମିତି ତୁ ରଡି ଛାଡୁଛୁ ସକାଳେ ପହରେ ଉଠିଲେ ଦାନ୍ତ ପତ୍ର ଘଷିଲେ ଚାହା ଦେଲି ପିଇଲେ ଅନ ହେଇଟେ ଥିଲେ କୁଆଡେ ଉଠିକିନି ଗଲ ଯେ ଆଉ କାହିଁ ପାଉନି ଅଣ୍ଡା କଣ କଳିମାର ହେଇଥିଲା କି ନାଇଁ ଗଲ ଆମ ଭିତରେ କିଛି ନାହିଁ ବୁଢା ବୁଢୀ ଆମେ ନିକ ଭଲ ହଁ ଆଉ ତାହେଲେ ସକାଳୁ ସକାଳୁ କୁଆଡେ ଗଣ୍ଠୁଲି ପତ୍ରରେ ଧରି ବାହାରିଛି କୁଆଡେ ଗଲେ କେଜାଣି ସକାଳୁ କଣ ଆଜି ରୁଗୁରୁଗୁ ହଉଥିଲେ ତାଙ୍କ ମନ କଣ ଗଲା ଏ ଶ୍ୟାମ ବାପା କେତେ 7 ମାଇଲି ଛକରେ ବଇଥିବ ବୁଢା ଇଲ ହେଇଲ ତମେ ଆଇକି ଏଇଠି ମୁସାର ଆଇଛ ଖୋଜି ଆଇଲି ଆଇ ମାଇକିନା ଏଣ୍ଡ ଶୁଙ୍ଗିଲା ବେଳେ ମୋ ପଛ ପଡିଛୁ ନାହିଁ କେ ତମେ ଗଠୁଲି ପତ୍ର ଧରି କୁଆଡେ ବାହାରିଲ କି କୁଆଡେ ବାହାରିବି ଜାଣିପାରୁନୁ କୁଆଡେ ଅପରେସନ ହେବି କିରା ଅପରେସନ ହେବି କିରା କହିଲ କିରା କହିଲି କହିଲା କିରା କହିଲି ଛାଡି ମାଇକିନା ମୁଁ କାଟି ହେଇ ଘରକୁ ଯିବି ରେ ଆଚ୍ଛା ତମକୁ ଏ ବୁଦ୍ଧିଟା କିଏ ଦେଇଥିଲା ତୋ ବୁଦ୍ଧିଠୁ ମୋ ବୁଦ୍ଧି ଅଧିକା ଶାଳି
ଦ୍ୱାପର ଯୁଗରେ ଗାନ୍ଧାରୀ 100 ଛୁଆ ଜନ୍ମ କରିଥିଲେ ତୁ ଭାବିଛୁ ତାଠୁ ରେକର୍ଡ ଭାଙ୍ଗିକି ହିନ୍ଦୋଳରେ ନାଁ କରିବୁ ନା ତାକାର ତ କାହିଁ କିଛି ହେଲାନି ଆଉ ମୋର କିଆ କଣ ହେଇଯିବ କି? କେହି ତୁ ମୋ ବୁଢୀ ହେଲା ବେଳକୁ ମୋ ଖଟ ତଳେ ଯାଇକି ରାନ୍ଧୁଛୁ ଭଗବାନ ମୁଁ ଯିବି ଏଇ କଥାଟା ଟିକେ ଶୁଣ କଣ ହଉଛି ତମେ ଏକା କଥାରେ କଣ ପାଇବ କହିଲ? କଣ ପାଇବି? ତମେ ତ ଠିକ ଅଛ ମୁଁ ଠିକ ଅଛି ଆଉ ତମେ ପୁଣି କାଟି ହବ କହୁଛ କାଟି ହେବି ଘରକୁ ଯିବି ଏଡି ଆଉ ଶୁଣ ଶ୍ୟାମ ବାପା ମାରା କରନ୍ତି ଗଛର କାଟି ପଛେର ରାମ ବାପା କହେ ଶ୍ୟାମ ବାପା ଏ ସତତି ଅଛି କାହାର ରାମ ବାପା ଭାବି କଣ ଭାବିଲୋ ଆଁ? କି ଆମ ଓଡିଶା ସରକାର ଯୋଉ ସୁବିଧା କରିଛନ୍ତି क्या कौन ତୁ है ମୂର୍ଖ ମାଇକିନା ଭୁଲ କରିଦେଇଛୁ क्या मैं बोल करूं କିଲା ଆମ ଦେଶ ସରକାର ହଁ ସବୁଦିନ ବଜାଉଛୁ 3 ଠିକା ଟିକେ ବଢୁନି ତୋର 4 ଠିକା ଟିକେ ଠୁକୁନୁ କିଲା ଆମ ଦେଶ ସରକାର ଜନ୍ମ ନିୟନ୍ତ୍ରଣ କଲେ ରାମରୁ ଆଲୋଚନାରୁ ରଖିଲେଣି କେତେଟା କତରା ରାମରୁ एडी ହଁ ମୁଁ ତମକୁ କୋଉ ପ୍ରକାର ବୁଝାଇବି ମୁଁ ସେ କଥା ନିଜେ ଚିନ୍ତା କରି ପାରୁନି ଓଡ଼ିଶା ସରକାର ନିର୍ଦ୍ଦେଶ କରିଛନ୍ତି 2ଟା ଛୁଆ ଯାହାର ତାକୁ ଗହମ ମିଳିବ ଅନ୍ତଧୁଆ ଚାଉଳ ମିଳିବ ଏଇ ଚିନି ଅନ୍ତଧୁଆ ଏ ଅନ୍ତଦୟ କହୁନୁ ହଁ ସେଇ ଦୟ ସବୁ ଇନ୍ଦିରା ଆବାସ ଘର ମିଳିବ ସବୁ ଏ ଇନ୍ଦିରା ଆବାସ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଲାଣି ଏ ଇନ୍ଦିରା ଆବାସ କହୁଛି ଏडी ମୋ କଥା ଶୁଣ କଣ ଆସ ତମେ ତ ଛୁଆ ବୁଦ୍ଧି ଏପର୍ଯ୍ୟନ୍ତ ଗଲାଣି କଣ ଛୁଆ ବୁଦ୍ଧି ଯାଇନି ଆମ ଗାଁରେ ଯୋଉ ଦାସିଆ ବାଉରୀ ତା କଥା ମନେ ଅଛି କଣ ହେଇଛି କହିଲୁ ଆଉ ତାର ଏତେ ଛୁଆ ପିଲା ସେ କେମିତି ଚଳେଇ ଦଉଛୁ କଣ ହେଇଛି ତାର କେତେଟା ହେଇଛି କି ଆଉ ଆମ ଗାଁ ଦାସିଆ ବାଉରୀଙ୍କର ଜମିବାଡ଼ି ଗୁଣ୍ଠେ ନାହିଁ ତାଙ୍କର ରାମ ବାପା ଆହେ ଶ୍ୟାମ ବାପା ସେ ତ ଚଳାଏ ପିଲା 18 ରାମ ବାପା ଏଇ କଣ ହେଲା ଆମର ନାଚେବାଲି କଥା କହୁଛୁ ହଁ କିଲୋ 18 ଛୁଆ ମଣିଷ ଭଳିଆ ଅଛନ୍ତି ସିଏ ଆଉ କିଆ କଣ କିଲୋ ସେ ଦେଉ 18 ଗତି ମଣିଷ ଛୁଆରେ କୋଣା ନୁହନ୍ତି ଶ୍ୟାମା ବୋଉ ଆଲୋ ଶ୍ୟାମା ବୋଉ ତାଙ୍କ ଭବିଷ୍ୟତ ଅନ୍ଧାରଟି ରାମା ବୋଉ ଏଇନି ରାମ ବାପା ହଁ ଆସ କହିବି ଆଉ ହବନି ତାର ସିନା ପୁଅରା ଖାଲି 18 ବୋଲି ତା ମନ ଦୁଃଖ ହେଲା ଝିଅ ଟିକେ ଥିଲେ ପୁଅ ନ ପଚାରିଲେ ଝିଅ ଘରେ ରହିଯିବାନି ଦିନେ ତୁ ଘରକୁ ଯାବେ ମୁଁ କାଟିକି ଯିବି ଏବେ ସେ କୋଳିଆ ତମ ପୁରା ହାତ ଧରୁଛି ତୋ ମୁଁ ତୋ ଗୁଡ଼ ହାତ ଧରୁଛି ମୁଁ ତୋ ଗୁଡ଼ ଧରୁଛି ମୋ ଧନରେ ମାଇକିନେ ତୁ ଘରକୁ ଯାବ କାଟି ଏଇଭଳିଆ ଅଣ୍ଡା କେତେ ବୁଝେଇବି କେ ଜାଣି ମୋ ମନରେ ଗୋଟେ କଥା ଥିଲା କଣ କହିବି କଣ ଥିଲା ଆଉ ମନରେ ଥିଲା ମହାରେ ଝିଅଟିଏ ଧରି ତାତି କୋଳରେ ରାମ ବାପା ଆହେ ଶ୍ୟାମ ବାପା ଆଉ ବରଷେ ଅପେକ୍ଷା କର ରାମ ବାପା আরে এই পুଣି ତମ ଏଇଟା କଣ এই ଝିଅ ଜନ୍ମ এ হগুলা কিরে তোর এই কি অবস্থা ମାଇକିନେ କହୁଛି ଝିଅ ଜନ୍ମ କରିବା ଅବଶ୍ୟ যে তোর এই এମିତି কোন হেলা ଝିଅ ଜନ୍ମ କରିବା କଥା କହି ମୋର ଛୁଆ ଦିନର ଜନ୍ମ ଦୋଷ ବାହାରି ପଇଲା ଆ কোন জন্ম দোষ তোর ম ମୁଁ ଯେତେବେଳେ ମୋ ବୋଉ ଘରେ ଥିଲି হ্যাঁ ମୋ ବାପା ବୋହୁ ଦିହେ ହଁ। ନୀଳାଞ୍ଚଳ ଏକ୍ସପ୍ରେସ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ଯାଉଥିଲେ বেশ বেশ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ପାର ହେଇଛି
ବ୍ରେକଟା ମାରିଦେଲା ଟ୍ରେନ ଡ୍ରାଇଭର ମୋ ବୋଉ ମତେ ଜନ୍ମ କରିଦେଲା ସେଇ ଦୋଷଟା ବସିଛି ମାଇକିନା କହୁଛି ଝିଅ ଜନ୍ମ କରିବ ଶାନ୍ତ ହ ଶାନ୍ତ ହ। ପଦାରେ ଟିକେ ବୁଝାଇ ବୁଝା ଦିଅ। କିଛି ବୁଝାବୁଝି ନାହିଁ ତୁ ଯା ଏଇ ବଗୁଳା ହଁ ତୁ ଝିଅଟାକୁ ଟିକେ ବୁଝେଇ ଦଉନୁ। ମୁଁ କଣ ଆଉ ବୁଝେଇବି କଣ ତମେ ବୁଝେଇବା? ତୁ ତ ଜନ୍ମ କରି କରି ତୋ ଦେହର ଅବସ୍ଥା ଦେଖି ମୁଁ ନିଜେ କାଟି ହେମିନି ଯାଉଛି ତୁ ଯଦି ଆଉ ଗୋଟେ ଜନ୍ମ କରିବୁ ତୋଠି ଜଳା ପୋଡା ବାହାରି ପଡିବ। ଆଚ୍ଛା ତମେ ଯୋଉ ଅପରେସନ କଥା କହୁଛ, ହଁ ତମର ଅପରେସନ ହେଲେ ମୋର କିଛି ହବନି ତ? ମୁଁ ଅପରେସନ ହେଲେ ତୋର କିଛି ଅସୁବିଧା ହବନି ସୁବିଧା କିଛି ଅସୁବିଧା ହବନି। ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଯାହା ହଉ ପୂର୍ବ ପରମ୍ପରାକୁ ଅକ୍ଷୁଣ୍ଣ ରଖି ଆଜ୍ଞା ଆପଣ ହୁଗୁଳା ଆଜ୍ଞା ନିୟନ୍ତ୍ରଣ ମାନେ ଜନସଂଖ୍ୟା ନିୟନ୍ତ୍ରଣରେ ସାହାଯ୍ୟ କରିବା ପାଇଁ କହୁଛନ୍ତି। ହଁ। ଆଉ ବିଶେଷ ଧନ୍ୟବାଦ ଦେବି ତୁମ ସ୍ତ୍ରୀ କି କନ୍ୟାଟି ଦରକାର। କନ୍ୟାଦାନ ମହାପୁଣ୍ୟ ବାପା। କନ୍ୟା ଲୋଭରେ 11ଟା ପୁଅ ହେଲେଣି। ହଁ ସେଇଥିପାଇଁ ତ 11 ଜଣ ଆମେ ବୁଝୁଛେ ଏଇ ଥରଟି ଗୋଟେ କନ୍ୟାଦାନ ପାଇଁ ଚେଷ୍ଟା କର। ତୁମ କନ୍ୟାଦାନ ମହାପୁଣ୍ୟରେ ଖୁସି ହେଇ ଆଜ୍ଞା 99 ମୋନାଲିସା ଷ୍ଟୋର ଆଜ୍ଞା 100 ଟଙ୍କା ପ୍ରଦାନ କରିଛନ୍ତି। ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଯୋଉ 100 ଟଙ୍କା ଦେଇଥିଲି ମୋନାଲିସା ଷ୍ଟୋର 99 ମୋନାଲିସା ଷ୍ଟୋର ମୋ ସ୍ତ୍ରୀର ସାୟା ବ୍ଲାଉଜ ଯୋଡ଼େ ଦରକାର ଥିଲା ତାର ଛିଡ଼ି ଯାଇଛି ସିଫ୍ଟ ପିନି ନଗେଇ ପିନ୍ଧୁଛି 100 ଟଙ୍କାରେ କୋଉ ସାୟା ବ୍ଲାଉଜ ହବ ଭାଇ ଦୟା ବହୁ କିଏ ଆଉ 50-60 ଟଙ୍କା ଚାନ୍ଦା କରିକି ଦିଅ ମୋ ସ୍ତ୍ରୀଟା ଟିକେ ସାୟା ବ୍ଲାଉଜ ପିନ୍ଧୁ। ଏଇଠି ସ୍ୱାମୀ କଣ ହେଲା? ମୁଁ କାଟି ହେଲେ ତୋର କିଛି ଅସୁବିଧା ହବନି। ନାଇଁ ମ ଡରୁଛୁ କି? ହଁ କିଛି ଡରନି କେତେ ଡର ଲାଗୁଛି? ସାବି ଯାଉଛି ଏତେ ଲୋକରେ କେମିତି ବୁଝେଇବି କହୁନ। କିଲୋ ହେଲେ ମୁଁ ଅପରେସନ ଆଉ ଥରେ ହେଲେ ମୁଁ ଅପରେସନ ବନ୍ଦ ନହିବ ଗାଡ଼ି ଚାଲୁଥିବ ଘନ ଘନରେ ମୁଁ କାଟି ହେଇକି ଯିବି ତୁ ଯା 100 ଟଙ୍କା ତ କଣ ଆଣିବି? କଣ ଜାଣି ନାଇଁ ମୁଁ ନ ଖାଇଲେ ନାଇଁ ମୁଁ ଯା ତ ଚିରା ବ୍ଲାଉଜଟା ପକେଇ ନୂଆ ବ୍ଲାଉଜଟା କିଣିବୁ। ମଲା ମୋର ହଉ ନା ଚାହା କରିଦେବୁ। ମୁଁ ଯାଉଛି ସବୁ ତମ ଧନ୍ୟବାଦ ଧନ୍ୟବାଦ। ଆଜ୍ଞା ଧନ୍ୟବାଦ ଆପଣଙ୍କୁ ବି ଧନ୍ୟବାଦ ଆପଣ ଚୁଙ୍ଗୁଲି ନଗେଇ ମତେ ବାହାର କରିଛନ୍ତି।